ବିଞ୍ଜଧର ଜଳପ୍ରପାତ ବିକାଶ କାମ ଆରମ୍ଭ। ବିଞ୍ଜଧର ଜଳପ୍ରପାତ ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ସରଗଡ଼ା ପଞ୍ଚାୟତ ସାରଣା ଗ୍ରାମ ନିକଟରେ ରହିଛି। ଏ ପର୍ଯ୍ୟଟନ ସ୍ଥଳୀର ମନୋରମ ଦୃଶ୍ୟ ଅତି ସୁନ୍ଦର। ସବୁଜ ବନାନୀ ବଳୟ ଭିତରେ ଲୁଚି ରହିଥିବା ଏ ଜଳପ୍ରପାତର ସୌନ୍ଦର୍ଯ୍ୟକୁ ନିଜ ଆଖିରେ କେହି ନ ଦେଖିଲେ ବିଶ୍ୱାସ କରିହେବନି। କିନ୍ତୁ ସରକାରୀ ଉଦାସୀନତା ଯୋଗୁଁ ଏଠାରେ ପର୍ଯ୍ୟଟନଙ୍କ ପାଦ ପଡୁନଥିଲା। ବିଞ୍ଜଧର ଜଳପ୍ରପାତ ଉନ୍ନତି ନେଇ କୌଣସି ପଦକ୍ଷେପ ନ ହେବାରୁ ସ୍ଥାନୀୟ ଲୋକେ ସରକାରଙ୍କଠାରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ପାନୀୟ ଜଳ ସମସ୍ୟା, ଆଲୋକ ବ୍ୟବସ୍ଥା, ପ୍ରତୀକ୍ଷାଳୟ ସାଙ୍ଗକୁ ବିପଦପୂର୍ଣ୍ଣ ଚଲାପଥ ଯୋଗୁଁ ଲୋକେ ଏଠାରେ ବଣଭୋଜି କରିବାକୁ ଅସୁରକ୍ଷିତ ମଣୁଥିଲେ। ବିଞ୍ଜଧର ଜଳପ୍ରପାତର ବିକାଶ ପାଇଁ ବାରମ୍ବାର ଖବର ପ୍ରକାଶ ପାଇବା ସହ ରାମଦୋଳି ଯୁବ ସଂଘ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହାକୁ ନେଇ ଭିତ୍ତିଭୂମି ବିକାଶ କାମ ଆରମ୍ଭ ହୋଇଛି। ଜିଲ୍ଲାପାଳ ଅନୁଧ୍ୟାନ କରିବା ପରେ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଛି। ଏନେଇ ସୁରେନ୍ଦ୍ର ମୁଣ୍ଡା ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି। ପର୍ଯ୍ୟଟନ ସ୍ଥଳୀର ବିକାଶ ହେବା ଦ୍ୱାରା ପର୍ଯ୍ୟଟକଙ୍କ ସୁଅ ଛୁଟିବ, ସ୍ଥାନୀୟ ଜନସାଧାରଣ ରୋଜଗାରକ୍ଷମ ହୋଇପାରିବେ। ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ଶ୍ୟାମଳନ୍ଦୁ ପରିଡ଼ାଙ୍କ ରିପୋର୍ଟ, ଜନତା ଖବର ଟିଭି।